2019 ନିଜର ଟିକେଟ୍ ଆଶା ମଉଳିବା ପରେ ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କର୍ମୀଙ୍କୁ ଶୁଣାଇଥିଲେ ସମ୍ମୋହନ କଲାପରି ଧାଡ଼ି। ବାଙ୍କି ପାଇଁ ପୁଅକୁ ଉତ୍ସର୍ଗ କଲି ଆଉ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବାର ନାରା ଦେଇ ବାଙ୍କି ରାଜନୀତିକୁ ଏଣ୍ଟ୍ରି କରିଥିଲେ ଦେବୀରଞ୍ଜନ ତ୍ରିପାଠୀ। ମଜବୁତ ଦଳୀୟ ସଂଗଠନ, ଆଗଧାଡିର କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ସର୍ବୋପରି ଜନସମର୍ଥନ ପାଇଁ ଜିତିଥିଲେ ମଧ୍ୟ। ଏ ଭିତରେ ବିତିଗଲା 5 ବର୍ଷ। ପୁଣି ଥରେ ଦଳୀୟ ଟିକେଟ୍ ପାଇ ପ୍ରଚାରରେ ଲାଗିଯାଇଛନ୍ତି ଦେବୀରଞ୍ଜନ ତ୍ରିପାଠୀ। ହେଲେ ଶିମିଳିପୁର ଗ୍ରାମ ପଞ୍ଚାୟତର ସୁଖୁଆଖେଳା ଗ୍ରାମରେ ଏମିତି ଏକ ଘଟଣା ଘଟିଲା ଯାହାକୁ ନେଇ ତ୍ରିପାଠୀ ଆଣ୍ଡ ସନ୍ସଙ୍କର ଆଚରଣ ଏବଂ ଉଚ୍ଚାରଣ ଉପରେ ଉଠିଛି ପ୍ରଶ୍ନବାଚୀ। ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ବିଧାୟକଙ୍କ ପ୍ରଚାରକୁ ବିରୋଧ କରିଥିଲେ କିଛି ବ୍ୟକ୍ତି। ବାଙ୍କି ବିଜେଡିର ନେତା କର୍ମୀଙ୍କର ସଂଖ୍ୟା ଦୃଷ୍ଟିରୁ ଗୋଟିଏ ଗ୍ରାମର ଭୋଟ କିଛି ଫରକ ପକାଇବନି। ଅନ୍ୟପକ୍ଷରେ ଏହା ବିରୋଧୀଙ୍କ ପ୍ରାୟୋଜିତ ଘଟଣା କହି ଦଳୀୟ ଅନୁଗତ କ୍ଷତ ଉପରେ ମଲମ ଲଗାଇ ପାରନ୍ତି। ହେଲେ ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ଗାଁକୁ ନିଜେ ପଶି ପାରିଲେନି। କ'ଣ ଉତ୍ତର ଦେଇ ନିଜ ମନକୁ ବୁଝାଇବେ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ? ବାଙ୍କିରୁ ସରୋଜ ରଣାଙ୍କ ରିପୋର୍ଟ, ରେନବୋ ମିଡିଆ।